वरिष्ठ आईनजीवी स्वर्गत प्रशांत चांदन वियोगे बालेश्वर लॉ कॉलेज आलुमनी एसोसिएशन पक्षर अनुष्ठित होला श्रद्धांजलि सभा। बालेश्वर स्टेशन छकरे खुली 1 और 2 ग्राम गोल्ड फॉर्मिंग ज्वेलरी शोरूम। आज ही आसतु और बाछि नियंतु आपनको मन पसंदर गहना। एसजे ज्वेल्स समाज ऑफिस तलमहला स्टेशन छक बालेश्वर। वर्षियान आईनजीवी स्वर्गत प्रशांत चांदन उद्देश्य बालेश्वर लॉ कॉलेज आलुमनी एसोसिएशन पक्षर एक श्रद्धांजलि सभा स्थानीय नृत्य संगीत महाविद्यालय परिसर में अनुष्ठित हो जाइछि। आईनजीवी बैलोचन दास पौरोहित्य आयोजित स्मृतिचारण सभार इंजीनियर विभुपद दास जोगदे जिलार राजनैतिक नेता मानक परे वरिष्ठ आईनजीवी स्वर्गत चांद ही अनेक संगठन सहित जड़ित रही सफलता हासिल करिथिले। बापा नौकरी दुर्बल आम पढ़ला बेले कलेज विषय बहुत शुणु मुझे जानी बालेश्वर से बहुत अनुष्ठान कर बालेश्वर कई राजनेता पर जदि साधारण लोक किए थाए तन्मध्य प्रशांत कुमार अन्यतम। से बालेश्वर बहुत मनीष को गढ़ी एवं संगठन गढ़ी उठे संगठन सहित जड़ित अच्छा सी बहुत बालेश्वर को आगक नापी आप्राण चेष्टा था चेष्टा कर सफल होते। तेणु मुझे भगवान पाखे प्रार्थना कर आत्मार सद्गति हो परिवार को सद्गति दिंतु उत्साह दिंतु से जो भी आत्मा भल करूँ। ଏହି ସଭାରେ ବହୁ ବରିଷ୍ଠ ଆଇନଜୀବୀ ତଥା ବାଲେଶ୍ୱର ଲ କଲେଜ ଆଲୁମିନିର ସଦସ୍ୟମାନେ ଯୋଗଦେଇ ସ୍ୱର୍ଗତ ଚାନ୍ଦଙ୍କ ସ୍ମୃତିଚାରଣ କରିଥିଲେ। ସ୍ୱର୍ଗତ ଚାନ୍ଦ କେବଳ ଜଣେ ଆଇନଜୀବୀ ନଥିଲେ, ସେ ଜଣେ ଥିଲେ ଛାତ୍ରବତ୍ସଳ ସଂଗଠକ। ବାଲେଶ୍ୱର ଜିଲ୍ଲା ସହିତ ସମଗ୍ର ରାଜ୍ୟରେ ଆଇନଜୀବୀମାନଙ୍କ ସଂଗଠନ ସୁଦୃଢ଼ କରିବା ଦିଗରେ ସେ ନିରନ୍ତର ପ୍ରୟାସ ଜାରି ରଖି ସଫଳ ହୋଇଥିଲେ। ସ୍ୱର୍ଗତ ଚାନ୍ଦ ବାଲେଶ୍ୱରରେ ଆଇନ ମହାବିଦ୍ୟାଳୟ ସ୍ଥାପନ ପାଇଁ ପ୍ରମୁଖ ଭୂମିକା ନିର୍ବାହ ସହ ତାଙ୍କୁ ବିରୋଧ କରୁଥିବା ଗୋଷ୍ଠୀଙ୍କ ହୃଦୟ ମଧ୍ୟ ଜିତି ପାରିଥିଲେ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ। ଜୀବନରେ ବହୁତ ଉନ୍ନତି କରି ଆମର ବାଲେଶ୍ୱରରେ ଜଣେ ଏଷ୍ଟାବ୍ଲିଶ୍ଡ ପର୍ସନ ହେଇପାରିଥିଲେ। ସିଏ ଏକାଧାରରେ ଜଣେ ସମାଜସେବୀ ଏବଂ ଅନୁଷ୍ଠାନବିଦ କହିଦେଲେ ତାଙ୍କୁ ସେ ଜଣେ ସିଙ୍ଗଲ ଲୋକ ନୁହନ୍ତି, ସେ ଜଣେ ଅନୁଷ୍ଠାନ ଥିଲେ। ବିଭିନ୍ନ ପ୍ରକାର ସ୍ପିୟରରେ ତାଙ୍କୁ ଆମମାନେ ଦେଖିଛୁ। ସେ ବହୁତ କିଛି କରୁଛନ୍ତି। ଆଜି ଯଦି ଆମର ବାଲେଶ୍ୱରରେ ଲ କଲେଜର ପିଲାମାନେ ପାଠ ପଢ଼ୁଛନ୍ତି ଏବଂ ଲ କଲେଜରେ ବାଲେଶ୍ୱର ଆମର ଓକିଲମାନେ ଏଠିକି ଆସୁଛନ୍ତି, ସେଇଟା ହେଉଛି ତାଙ୍କର ଲାଭ। ମୁଁ ସେଇ ବର୍ଷ ଫାର୍ଷ୍ଟ ବେଞ୍ଚରେ ମୁଁ ଥିଲି ଭାଇସ୍ ପ୍ରେସିଡେଣ୍ଟ, ତାପରେ ଥିଲି ସେକ୍ରେଟାରୀ। ସେଇ ତାରି ମଧ୍ୟରେ ବି ସାର୍ ସାଙ୍ଗରେ ଫଙ୍କସନ୍ କରିବା ନ କରିବା ମାନେ ଟିକେ ଉଚ୍ଚବାଦ ହେଇଥିଲା। ମୁଁ ଦୁଇଟା ଇନସିଡେଣ୍ଟ କହିବି। ଆଜି ଗୋଟେ ଲୟର ହିସାବରେ ଯେ ତାଙ୍କ ବିଷୟରେ କହିବାଟା ଆମ ପ୍ରତି ସ୍ୱାଭାବିକ, କାରଣ ସମସ୍ତେ ଜାଣିଛନ୍ତି ସେ କେଉଁ ଟାଇପ୍ର ଓକିଲ ଥିଲେ। ସେ ବାହାରୁ ଜଣେ ଥିଲେ, ଆସିଥିଲେ ପ୍ରିନ୍ସିପାଲ ଭାବରେ। ସେ କହିଲେ ମୁଁ ଯାହା ତାଙ୍କୁ କହିଦେବି, କିନ୍ତୁ ତୁ ଲେଖିଦେବୁ ଯେ ସେ ଡକ୍ୟୁମେଣ୍ଟସ୍ ଗୁଡ଼ା ସବୁ ସବମିଟ୍ କରିବୁ ଏବଂ ପରୀକ୍ଷାଟା କମ୍ପ୍ଲିଟ୍ କରିଦେବୁ। ମୋତେ ସେତିକି ନ କରିଥିଲେ ମୋର ମଧ୍ୟ LLB କମ୍ପ୍ଲିଟ୍ କରିପାରିନଥାନ୍ତି। ସେଭଳିଆ ଉଦାର ଏବଂ ସେଭଳିଆ ମହାତ୍ମ୍ୟଯୁକ୍ତ ବ୍ୟକ୍ତିତ୍ୱ ସେ ଥିଲେ। ସେ ଜଣେ ଅନୁଷ୍ଠାନ ଥିଲେ ଏବଂ ସେ ତାଙ୍କ ଓକିଲାତି ଜୀବନରେ କେତେ ଲୋକଙ୍କୁ ଯେ ସାହାଯ୍ୟ ନ କରୁଛନ୍ତି କିଛି କହିବାର ନାହିଁ। ଆମେ ବାଲେଶ୍ୱରରୁ ଦେଖିଛୁ, ସେ ଥିଲେ ଭାଇସ୍ ଚେୟାରମ୍ୟାନ୍ ବାର କାଉନସିଲର ଥିଲେ। ଚେୟାରମ୍ୟାନ୍ ଚାର୍ଜରେ ଗୋଟେ ଲୋକ ଥିଲେ ଯେତିକି କରିପାରିନଥିଲେ, ସେ ଭାଇସ୍ ଚେୟାରମ୍ୟାନ୍ ଚାର୍ଜରେ ଥାଇକି ଓକିଲମାନଙ୍କର ଅନେକ ଭିତର କାର୍ଯ୍ୟ କରିଛନ୍ତି।
ଲ କଲେଜ ଆଜି ଯେଉଁଠି ପ୍ରଥମେ ହେଇଥିଲା ଓଡ଼ିଶା ପ୍ଲାଷ୍ଟିକ ପାଖରେ ସେଇଠି ଘର ତିଆରି ହେଉ ଏବଂ ଆମର କଲେଜ ସିଫ୍ଟ ହେଉ ଏ ପାଇଁ ଗୋଟେ ଜୋରଦାର ଆନ୍ଦୋଳନ ଚାଲିଥାଏ ଏବଂ ତା ପୂର୍ବରୁ ଗୋଟେ ଅନଶନରେ ଆମେ ବସିଥିଲୁ ଏଇ କଚେରୀରୁ କଲେକ୍ଟରଙ୍କ ଗେଟ୍ ପାଖକୁ। ସେଇଠି ବସିଥିଲା ବେଳେ ମୁଁ ସେନ୍ସଲେସ୍ ହେଇଛି, ହସ୍ପିଟାଲାଇଜ୍ ହେଇଛି, 2-3ଟା ସେଲାଇନ୍ ଖାଇଛି, କିନ୍ତୁ ପ୍ରଶାନ୍ତ ସାର୍ ନିଜେ ସେଇ ଅନଶନକାରୀମାନଙ୍କୁ ଅଙ୍ଗୁର ଧରିକି ଆସିକି ଉଠେଇଛନ୍ତି। ଏଇଟା ପ୍ରଥମ ହେଉଛି ତାଙ୍କର ଗୋଟେ ବ୍ୟକ୍ତିତ୍ୱ। ଯେଉଁ ପିଲାମାନେ ଯେଉଁ ନେତୃତ୍ୱ ପ୍ରତି ବା ଯେଉଁ ଅଧ୍ୟକ୍ଷଙ୍କ ପ୍ରତି ବୈମାତୃକ ମନୋଭାବ ନେଇକି ତାଙ୍କୁ ବହିଷ୍କାର ଦାବିରେ ଅନଶନ କରୁଛନ୍ତି, ସିଏ ଆସିକି ଅଙ୍ଗୁର ଦେଇକି ସେମାନଙ୍କୁ ଉଠଉଛନ୍ତି। ଆମ ଭଳିଆ 2000 ଓକିଲ ପ୍ରାକ୍ଟିସ କରୁଥିବା ଏବଂ ବାହାରେ ଥିବା ଭଗବାନ ବାବୁ ପ୍ରାକ୍ଟିସ ସିନା କରୁନାହାନ୍ତି କିନ୍ତୁ ତାଙ୍କର ଷ୍ଟୁଡେଣ୍ଟ ଏଇଭଳି କେତେ ଲୋକଙ୍କୁ ସିଏ ମଣିଷ କରି ଯାଇଛନ୍ତି। ସମସ୍ତେ ଯଦି ତାଙ୍କ ପ୍ରତି ଗୋଟିଏ ମିନିଟ୍ ବି ଚିନ୍ତା କରିବା, ଯେଉଁଟା ବସୁବାବୁ କହୁଥିଲେ ଗୋଟେ ଟ୍ରଷ୍ଟ, ତାଙ୍କର ପୁଅ ଓକିଲାତି ପେଶାରେ ଥିଲେ କାଙ୍ଗୁଲି ଭାଇ, ସେ ତ ବର୍ତ୍ତମାନ ଭୁବନେଶ୍ୱରରେ ରହୁଛନ୍ତି। ତାଙ୍କୁ ଯଦି ଆମେ 11 ଦିନ ଗୋଟେ କନଭିନ୍ସ କରିବା ଯେ ଏହା କରନ୍ତୁ, ତାଙ୍କ ପାଖରେ ତାଙ୍କର ପୁଅ ଝିଅ ସମସ୍ତେ ୱେଲ୍ ଏଷ୍ଟାବ୍ଲିଶ୍ଡ, ସେମାନେ କରିପାରିବେ ଏବଂ ତାଙ୍କୁ ଆମେ ଟିକେ ସହଯୋଗ କଲେ କିଛି ନହେଲେ ତ ପ୍ରତ୍ୟେକ ବର୍ଷ ତାଙ୍କୁ ଆମେ ଗୋଟେ ଏ ସମାଜ, ଆମ ଓକିଲ ସମାଜ ଗୋଟିଏ ଦିନ ପାଇଁ ତ ମନେ ପକାଇ ପାରିବ। ଫର୍ଚୁନେଟ୍ ଯେ ମୋତେ ସେ ସିଲେକ୍ଟ କଲେ, କରିବା ପରେ ପ୍ରତି ମାସରେ ସପ୍ତାହରେ 3 ଥର ଆମର ମିଟିଂ ହେଉଥିଲା ଏବଂ ସେ ନିଜେ ଆମକୁ ଶିଖେଇଲେ ଯେ ରୋଟାରୀ କ୍ଲବଟା କ'ଣ, ତୁମ ସ୍ମାର୍ଟନେସ୍ ଆସିବ, ତୁମ ଭିତରେ ଭୟ କରିପାରେ, ଲୋକଙ୍କ ସାଙ୍ଗରେ କେମିତି କଥାବାର୍ତ୍ତା କରିବ, ଏହିସବୁ ସେ ଶିଖେଇଲେ ନିଜେ ତାଙ୍କର ଏତେ କର୍ମବ୍ୟସ୍ତତା ଭିତରେ। ଆଇନଜୀବୀ ତପନପତି ପ୍ରାରମ୍ଭିକ ସୂଚନା ସହ ମଞ୍ଚ ଆହ୍ୱାନ କରିଥିଲେ। ପ୍ରାରମ୍ଭରେ ସ୍ୱର୍ଗତ ଚାନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ ପୂର୍ବକ ଅମର ଆତ୍ମାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ 2 ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଭଗବାନ ଖଣ୍ଡେଲୱାଲ, ରାଇମୋହନ ପଟ୍ଟନାୟକ, ଅଞ୍ଜନ ଚାନ୍ଦ, ଗୌରୀଚନ୍ଦ୍ର ବାରିକ, ଚକ୍ରଧର ମହାନ୍ତି, ଅବନୀ ଦାସ, ଲକ୍ଷ୍ମୀନାରାୟଣ ଘୋଷ, ସୌମ୍ୟକାନ୍ତ କର, ସୁମନ୍ତ ମହାପାତ୍ର, ରବୀନ୍ଦ୍ର ସହ, ସୂର୍ଯ୍ୟକାନ୍ତ କର, ତାପସ କୁମାର ସାହୁ, ପରଶୁରାମ ନାୟକ, ସୁବାସ ମାସନ୍ତ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ମାଧ୍ୟମରେ ସ୍ୱର୍ଗତ ଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ। सेंट जॉन कॉलेज ऑफ नर्सिंग एंड पैरामेडिकल्स रे एडमिशन चलीछि। बीएससी नर्सिंग जीएनएम कोर्स पई जोगाजोग करंतु। सेंट जॉन कॉलेज ऑफ नर्सिंग एंड पैरामेडिकल्स, मिशन कंपाउंड, बालेश्वर। मां लक्ष्मी ज्वेलर्स, विवेकानंद मार्ग, चिड़िया पोलो, बालेश्वर। Welcome to Pratiksha Fertility and IVF Clinic, Baleshwar. With state-of-the-art facilities and cutting-edge equipment, we provide the highest standard of fertility care. Pratiksha Fertility and IVF Clinic, Baleshwar. पाइप किनिबा पूर्वरु पाइप रो पारिबा पणिया उपरे प्रत्येक प्रश्नर उत्तर आमे दबु। पानीर प्रखर जेते तीव्र हो अबा पानीर शिखर जेते उच्च हो, एमके प्लास्ट कंपनी रे निर्मित एमकेपी ब्रांड रो सुदृढ़ एवं दीर्घस्थायी पीवीसी एंड एचडीपीई पाइप्स सर्वदा नंबर 1। सर्वनिम्न मूल्य रे सर्वोत्तम पाइप किनिबा पई जोगाजोग करंतु। एमके प्लास्ट प्राइवेट लिमिटेड, रामदासपुर इंडस्ट्रियल एस्टेट, गोड़ीसाही, कटक डिस्ट्रिक्ट। पिन 754006। कॉल करंतु 8637278439 किबा ईमेल करंतु admin@mkplast.in।